घर को दारिद्रता आणे बेडरूम रे रखिथिबा एही जिनिस आज ही काढ़ी दियंतु। वास्तुशास्त्र अनुसार घरर समस्त जिनिस सठिक दिगरे एवं सठिक स्थान रे रखाजिबा उचित, कारण घरर प्रत्येक दिगर निजस्व शक्ति अछि। सेथिपाई सकारात्मक शक्ति वृद्धि पाई वास्तुशास्त्र रे अनेक नियम दिया जाइछि, जहाँ अनुसरण करी घरे समृद्धता आनी सुख एवं समृद्धता बढ़ा जाइଥାଏ। प्रायतः लोकमाने घर साजसज्जा पाई निज घरे विभिन्न जिनिस रखती, जहाँ जीवन उपरे नकारात्मक प्रभाव पकाइଥାଏ। विशेषकर शोइबा घरे रखाଯାଇଥିବା କିଛି ଜିନିଷ ଦୁର୍ଭାଗ୍ୟ ଏବଂ ଆର୍ଥିକ ସମସ୍ୟା ସୃଷ୍ଟି କରିଥାଏ। ଏପରି ପରିସ୍ଥିତିରେ ଯଦି ଆପଣ ମଧ୍ୟ ଏହି ଜିନିଷଗୁଡ଼ିକୁ ନିଜ ଶୋଇବା ଘରେ ରଖିଛନ୍ତି, ତେବେ ତୁରନ୍ତ ସେଗୁଡ଼ିକୁ ଘରୁ ବାହାର କରିଦିଅନ୍ତୁ। ଏହା ସହିତ ଆପଣ ଘରେ ଆସୁଥିବା ନକାରାତ୍ମକ ଶକ୍ତିକୁ ହଟାଇବାକୁ ସମର୍ଥ ହେବେ। ଆସନ୍ତୁ ଜାଣିବା ଏହି ଜିନିଷଗୁଡ଼ିକ ବିଷୟରେ। ଏହି ଜିନିଷଗୁଡ଼ିକୁ ଶୋଇବା ଘରେ ରଖନ୍ତୁ ନାହିଁ। ବାସ୍ତୁଶାସ୍ତ୍ର ଅନୁଯାୟୀ ଶୋଇବା ଘରର ସୌନ୍ଦର୍ଯ୍ୟ ବଢ଼ାଇବା ନାମରେ କେବେ ବି ଏପରି ଜିନିଷ ରଖନ୍ତୁ ନାହିଁ ଯାହା ନକାରାତ୍ମକ ଶକ୍ତି ବଢ଼ାଇଥାଏ। ଏହା ଆପଣଙ୍କ ସମ୍ପର୍କକୁ ଖରାପ କରିବ, ଆପଣଙ୍କୁ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ପଡ଼ିବ ଏବଂ ଭାଗ୍ୟ ମଧ୍ୟ ଦୁର୍ଭାଗ୍ୟରେ ପରିଣତ ହେବ। ସେଥିପାଇଁ ଶୋଇବା ଘରେ କେବେ ବି କିଛି ଜିନିଷ ରଖନ୍ତୁ ନାହିଁ। ଏହା ବିଷୟରେ ଅଧିକ ଜାଣନ୍ତୁ। ବିଛଣା ସାମ୍ନାରେ କୌଣସି ଡ୍ରେସିଂ ଟେବୁଲ ରଖନ୍ତୁ ନାହିଁ। ଶୋଇବା ଘରେ ବିଛଣା ଆଗରେ କୌଣସି ଦର୍ପଣ କିମ୍ବା ଡ୍ରେସିଂ ଟେବୁଲ ରଖନ୍ତୁ ନାହିଁ, କାରଣ ଆପଣ ସକାଳୁ ଉଠିବା ମାତ୍ରେ ଦର୍ପଣ ଦେଖିବା ଅଶୁଭ। ଏ କାରଣରୁ ସମ୍ପର୍କ ନଷ୍ଟ ହୋଇଯାଏ ଏବଂ କାର୍ଯ୍ୟରେ ବିଫଳତା ଥାଏ। କେବଳ ସେତିକି ନୁହେଁ, ଏହା ଜୀବନରେ ଦୁର୍ଭାଗ୍ୟ ଆଣିଥାଏ। ମୃତ ବ୍ୟକ୍ତିଙ୍କ ଫଟୋ। ମୃତ ବ୍ୟକ୍ତିଙ୍କ ଫଟୋ ମଧ୍ୟ ଶୋଇବା ଘରେ କେବେ ବି ରଖିବା ଉଚିତ ନୁହେଁ, କାରଣ ଶୋଇବା କକ୍ଷରେ ମୃତ ପିତୃପୁରୁଷଙ୍କ ଫଟୋ ରଖିବା ଦ୍ୱାରା ନିଦ ବାଧାପ୍ରାପ୍ତ ହୋଇଥାଏ। ଜୋତା ଚପଲ। ଏହା ବ୍ୟତୀତ ଶୋଇବା ଘରେ କେବେ ବି ଜୋତା ଏବଂ ଚପଲ ରଖନ୍ତୁ ନାହିଁ। ଏହି ଜିନିଷକୁ ଶୋଇବା ଘରେ ରଖିବା ଉଚିତ ନୁହେଁ, କାରଣ ଏହା ନକାରାତ୍ମକତା ଶକ୍ତି ବଢ଼ାଇଥାଏ। ତୀକ୍ଷ୍ଣ ବସ୍ତୁ କିମ୍ବା କଣ୍ଟା ଥିବା ଗଛ। ତୀକ୍ଷ୍ଣ ଜିନିଷକୁ କେବେ ବି ଶୋଇବା ଘରେ ରଖାଯିବା ଉଚିତ ନୁହେଁ କିମ୍ବା କଣ୍ଟା ଥିବା ଗଛ ରଖିବା ଉଚିତ ନୁହେଁ। ଝାଡୁ। ଶୋଇବା ଘରେ ଝାଡୁ କେବେ ବି ରଖନ୍ତୁ ନାହିଁ। ଏହା ସ୍ୱାସ୍ଥ୍ୟ ଏବଂ ସମ୍ପର୍କ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଏହା ବ୍ୟତୀତ ପର୍ସ କିମ୍ବା ଗ୍ୟାଜେଟକୁ ତକିଆ ତଳେ ରଖି ଶୋଇବା ଉଚିତ ନୁହେଁ। ଔଷଧ। ଏହା ବ୍ୟତୀତ ଔଷଧ, ଖାଦ୍ୟ ସାମଗ୍ରୀ କିମ୍ବା ଅନାବଶ୍ୟକ ଜିନିଷକୁ ମୁଣ୍ଡ ପାଖରେ ରଖିବା ଠାରୁ ଦୂରେଇ ରହିବା ଭଲ। ଏହି କାରଣରୁ ଅନିଦ୍ରା ସମସ୍ୟା ଦେଖା ଦେଇଥାଏ।